ଚତୁର୍ଥ ସ୍କନ୍ଧ ସପ୍ତମ ଅଧ୍ୟାୟ ମୈତ୍ରବାଚ। ମତେ ବ୍ରହ୍ମା ବୋଲ ଶୁଣି ହସି କହନ୍ତି ଷୋଳ ପାଣି। ହେ ବ୍ରହ୍ମା ମୋର ବୋଲ ଶୁଣ ବାଳକୀ କି ବନିବା ଗୁଣମ୍। ବାଳକ ମତେ ଏହା ସହି ଆନ ସହିବ ଏହା କାହିଁ। ଦେଖ ଏ କର୍ମ କଲା ଯେତେ କେ ସହି ପାରେ ଏ ଜଗତେ। ଏଣୁ ଏ ତୋର ସନ୍ତତି ବୋଲ ଇ ଦକ୍ଷ ପ୍ରଜାପତି। ଯେ ଦେବ ମାୟାରେ ମୋହିତ ତାହାକୁ ଏ ଦଣ୍ଡ ଉଚିତ। ଏବେ ସକଳ ଦେବେ ଯାଅ ମୋହର ଆଜ୍ଞା ଶିରେବ। ଦକ୍ଷର ମୁଣ୍ଡ ଅଗ୍ନିକୁଣ୍ଡେ ଭସ୍ମ ହୋଇଲା ଅତି ଚାଣ୍ଡେ। ଛାଗଳ ଶିର ତାର କନ୍ଦେ ବସାଅ ମନ୍ତ୍ର ଅନୁବନ୍ଦେ। ଭୃଗୁର ଏକ ଚକ୍ଷୁରଉ ମୋର ମହିମା ଶିରେବ। ଯଜ୍ଞର ଭାଗ ସେ ଭୁଞ୍ଜିବ ନିରତେ ସେବୁ ସଦାଶିବ। ବୁଝିବ ତାର ଯଜ୍ଞମାନ ଏ ପାଟିରେ ତା ଦର୍ଶନ। ଏ ଦେବେ ପାଇବେ ନିଜ ରୂପ ଯାହାର ପୂର୍ବେ ଯେ ସ୍ୱରୂପ। ଅସ୍ମିନି କୁମାରଙ୍କ ବାହୁ ହସ୍ତେ ସର୍ବଦା କଳେ ଥାଉ। ପୁଣି ସହସ୍ର ବାହୁ ବଳେ ସର୍ବଦା କଟୁ କର୍ମ ବଳେ। ଏ ଭୃଗୁର ପାଟି ଏକ ଖଣ୍ଡେ ସର୍ବଦା ରହୁ ତାର ତୁଣ୍ଡେ। ହେମନ୍ତେ ରୁଦ୍ର ବାକ୍ୟ ଶୁଣି ସକଳେ ସାଧୁ ସାଧୁ ବଣି। ଇନ୍ଦ୍ର ସହିତେ ଦେବଗଣ ବ୍ରହ୍ମା ବିରଞ୍ଚି ନାରାୟଣ। ଦକ୍ଷର ଯଜ୍ଞଶାଳେ ମିଳି ବସିଲେ ବ୍ରହ୍ମା ବନମାଳି। ରୁଦ୍ରଙ୍କୁ ବସାଇ ଆସନେ ତକ୍ଷଣେ ଶିବର ବଚନେ। ଦକ୍ଷର ଶିରେ ଛାଗ ଶିର ମନ୍ତ୍ରେ ବସାଇଲେ ଶଙ୍କର। ତକ୍ଷଣେ ପ୍ରଜାପତି ଅଙ୍ଗେ ଜୀବ ପଶିଲା ପ୍ରାଣ ସଙ୍ଗେ। ଆନନ୍ଦେ ରୁଦ୍ର ପାଦେ ପଡ଼ି ତକ୍ଷଣେ ବେନି କର ଯୋଡ଼ି। ଯେସନେ ସ୍ୱପ୍ନୁ ପ୍ରାଣୀମାନେ ଉଠନ୍ତି ନିଦ୍ରା ଅବସାନେ। ଚକ୍ଷୁଘ ସହିବେନି ହସ୍ତେ ଶିବଙ୍କୁ ଦେଖିଲା ଅଗ୍ରତେ। ରୁଦ୍ର ଚାହାନ୍ତେ ତା ଶରୀର ତକ୍ଷଣେ ହୋଇଲା ସୁନ୍ଦର। ଶରଦ ଚନ୍ଦ୍ର ପ୍ରାୟ ଦିଶେ ରୁଦ୍ରଙ୍କୁ ଚାହିଁ ମନ ତୋଷେ। କରଣେ ଶକ୍ୟ ନୁହେଁ କଣ୍ଠ କୁଣ୍ଠିତ ବାଣୀ କହେ। ଚଞ୍ଚଳ ମନ ସ୍ଥିର କରି ସତୀ ମରଣ କଥା ସ୍ମରି। ନିର୍ମଳ ଚିତ୍ତେ ପ୍ରଜାପତି ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି। ଦକ୍ଷ ବାଚ ନାଥ ଶୁଣ ବିଶ୍ୱଦେହ ତୁ ମତେ କଲୁ ଅନୁଗ୍ରହ। ମୁଁ ଯେ ହୋଇଲି ଜ୍ଞାନହତ ମତେ ତା ଦଣ୍ଡିବା ଉଚିତ। ତୋତେ ନିନ୍ଦିଲି ଗର୍ବ ବହି ମୋର କୁଶଳ ଆଉ କାହିଁ। ଅଭୟ ତୋର ପଦ୍ମପାଦ ମୁଁ ତ ହିଁ କଲି ଅପରାଧ। ବ୍ରାହ୍ମଣ ତୋର ମୁଖୁ ଜାତ ସାଧନ୍ତି ବିଦ୍ୟା ତପୋବନ୍ତ। ତାଙ୍କ ବିପତ୍ତି ତୁମ୍ଭେ ରଖ ଯେସନେ ପଶୁଙ୍କ ପାଳକ। ଏ ମୋହର ସଭା ମଧ୍ୟ ତୋତେ ନିନ୍ଦା ଯେ କଲି ମୂଢ଼ ଚିତ୍ତେ। ପ୍ରହାର କଲି ଦୁଷ୍ଟ ଚିତ୍ତେ ନିନ୍ଦିତ ବାକ୍ୟ ଗଣ ତୋତେ। ସେ ଫଳ ପାଇଲେ ପ୍ରତ୍ୟକ୍ଷେ ଋଷି ଗଣକ ସମକ୍ଷେ। ମୈତ୍ରବାଚ ହେମନ୍ତେ ରୁଦ୍ରେ ସ୍ତୁତି କରି ପୁଣି ଋତିଜ ଯଜ୍ଞେ ବରି। ବିଷ୍ଣୁ ସନ୍ତୋଷ ବିପ୍ରଗଣେ ଦ୍ୱାବିଂଶ କଳ୍ପିତ ବରଣେ। ବୁଝିଲେ ମନ୍ତ୍ରର ବିଶ୍ୱାସେ ଯେ ପୁରାତନ ଇତିହାସେ। ସ୍ୱଭାବେ ଗରୁଡ଼ ଆସନେ ସକଳେ ବସି ଶୁଦ୍ଧ ମନେ। ଅଗ୍ନି ପୂଜିତ ତପୋଧନେ ଅନଳ ରୂପେ ଜନାର୍ଦ୍ଦନେ। ସାକ୍ଷାତେ ହୋଇଲେ ପ୍ରସନ୍ନ ପ୍ରସନ୍ନ ପାଇ ତପୋଧନ। ଏ ତେଜେ ବିରାଜେ ଦଶ ଦିଶ ଅନଳ ହୋଇଲେ ପ୍ରକାଶ। ଚାମ ହିରଣ୍ୟ ତନୁବର୍ଣ୍ଣ ନିଶ୍ଚଳ ଗରୁଡ଼ ଆସନ। କିରୀଟର ବି ତେଜ ଗଞ୍ଜେ ମର୍କତ କୁଣ୍ଡଳ ବିରାଜେ। ଶଙ୍ଖ କମଳ ଚକ୍ର ଗଦା ଶ୍ରୀଭୁଜେ ଶୋହେ ଯାର ସଦା। ଏ ଅଷ୍ଟଭୁଜେ ଅନୁପମ ରୂପେ ଗଞ୍ଜଇ କୋଟି କାମ। ବିଶ୍ୱମଙ୍ଗଳ ରୂପ ସାର ହୃଦେ ଲମ୍ବଇ ରତ୍ନହାର। ଉପରେ ଶୋହେ ଶ୍ଵେତ ଛତ୍ର ଦିଶଇ କି ଶୁକ୍ଳ ଜିମୁତ। ହେମନ୍ତ ବିଷ୍ଣୁ ରୂପ ଚାହିଁ ସକଳେ ଶିରେ କର ଦେଇ। ଉଠିଲେ ପଦ୍ମ ଯୋନିହର ଊର୍ଦ୍ଧ୍ୱେ କିରଣ ନିଜ ଘର। ପ୍ରଣାମ କରି ଜଣେ ଜଣେ ବନ୍ଦିଲେ ବିଷ୍ଣୁର ଚରଣେ। ବିଷ୍ଣୁର ତେଜେ ଦଶ ଦିଶ ସକଳେ ଲଭିଲେ ସ୍ୱଦଂଶ। କର ଅଞ୍ଜଳି ଶିରେ ଦେଇ ସ୍ତୁତି କରନ୍ତି ବିଷ୍ଣୁ ଚାହିଁ। ଦକ୍ଷ ମିଳିଲା ଅର୍ଘ୍ୟ ଘେନି ଥିଲେ ଅଶେଷ ବ୍ରହ୍ମ ମୁନି। ସୁନନ୍ଦ ଆଦି ପାରିଷଦେ ମିଳିଲେ ଜୟ ଜୟ ନାଦେ। ଦକ୍ଷ ଯେ ଶିରେ କର ଯୋଡ଼ି କହଇ ବିଷ୍ଣୁ ପାଦେ ପଡ଼ି। ଦକ୍ଷ ବାଚ ନାଥ ଶୁଦ୍ଧ ଚୈତନ ନିର୍ମଳ ନିତ୍ୟ ନିରଞ୍ଜନ। ଏ ଚିହ୍ନିତ ଏ ବଡ଼ ନିର୍ଭୟ ପୂର୍ଣ୍ଣ ତୋର ବିଶ୍ୱଦେହ। ତୋତେ ଜାଣିବେ ସଂସାରେ ତୁ ଥାଉ ମାୟା ଅତି ଦୂରେ। ଋଷିରୁ ବାଚ ଭୋନାଥ ରୁଦ୍ର ସାପେ ଆମ୍ବେ ବୁଡ଼ିଲୁ ମାୟା ଅତି ଦମ୍ବେ। ନିରତେ କର୍ମ ବଶ ହୋଇ ତୋ ଭାବେ ଆତ୍ମଜ୍ଞାନ ନାହିଁ। ଯଜ୍ଞ ଧର୍ମର ଲକ୍ଷଣ ଅଶେଷ ପରମ କାରଣ। ତୋର ରୂପ ଭାବଗ୍ରାହୀ ଆମ୍ଭେ ଜାଣିବୁ ଅବା କାହିଁ। ସଦସ୍ୟାଉଚୁ କ୍ଷଣେ ସବୁ ଲୋକେ ଉଠି ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି। ଭୋନାଥ ତୋର ମାୟା ବଳେ ଏ ଜୀବ ଆତ୍ମା ଏ ଶୟଳେ। ନିରତେ ଚିନ୍ତେ ଆତ୍ମା ସୁଖ ଏଣୁ ଭଜନ୍ତି ମହା ଦୁଃଖ। ରୁଦ୍ରବାଚ ତୋର ଚରଣେ ଭଗବାନ ଆଶିଷ ଫଳେ ମୁନି ଜନ। ଅଖିଳ କାମେ ଅନାସକ୍ତ ଆଦରେ ପୂଜନ୍ତି ନିରତ। ସେ ପାଦ ପଦ୍ମ ଶିରେ ଧରି ତମେ ମୁଁ ଜଗତ ସଂହାରି। ଅର୍ଥଇ ତୋ ଚରଣ ଆଗେ ନିରତେ ଉମାଗେ ନିପାସେ। ଭୃଗୁରୁ ବାଚ ଭୋନାଥ ତୋ ମାୟା ଗହନେ ବ୍ରହ୍ମାଦି ସର୍ବ ମୁନି ଜନେ। ନିନ୍ଦିତ ପ୍ରାୟ ତମେ ଶାନ୍ତି ତୋର ମହିମା ନ ଜାଣନ୍ତି। ତୁ ଏବେ ରଖ ଆମ୍ଭ ମନ ତୋର ଚରଣେ କରି ଲୀନ। ବ୍ରହ୍ମା ବାଚ ତୋତେ ନାନା ରୂପେ ଦେଖି ପଦାର୍ଥ ଗୁଣ ଭେଦ ରଖି। ଜ୍ଞାନ ସଙ୍ଗତେ ଆତ୍ମା ମତେ ଆଶ୍ରୟ କରି ଏ ଜଗତେ।
ମାୟାର ବଳେ ଜ୍ଞାନ ଥୋଇ ତତେ ଜାଣିବ ବା କାହିଁ। ଇନ୍ଦ୍ରବାଚ ଏ ବିଶ୍ୱଭାବନ ମୋରାରି ତୁଜେ ଆନନ୍ଦ ବପୁଦାରି ସକଳ ପ୍ରାଣୀ ମନୋହର ବନାତ ତୋହର ଶରୀର ଯେ ତୋହର ଅଷ୍ଟକର ଏ ଦିଗ ବାଳଙ୍କ ଶରୀର। ପତ୍ନୁବାଚ ଏ ଯଜ୍ଞ ପ୍ରଜା ତୋର ଅର୍ଥେ ଏ ପ୍ରଜାପତି ଏ ଜଗତେ କେବଳ ବିଧାତାର ବଳେ ତୁ ନାଥ ପଶି ଯଜ୍ଞଶାଳେ ଦକ୍ଷକୁ ଦେଲୁ କର୍ମଫଳ ତୁ ନାଥ ପରମ ମଙ୍ଗଳ ଏବେ ପବିତ୍ର ମୋ ଭୁବନ କଳ୍ପିଲା ତୋର ଦର୍ଶନ ଋଷୟ ଉଚୁମ୍ ଏ ଭୋନାଥ ତୋର ବିଚେଷ୍ଟିତ ବିଶ୍ୱ ସଂସାରେ ବିପରୀତ ଈଶ୍ୱର ମାୟାର ବିଭୂତି ଯାବଳେ ଦେବେ ବ୍ରହ୍ମୀ ଜାନ୍ତି ସିଦ୍ଧା ଉଚୁମ୍ ଏ ତୋ କଥା ସୁଦ୍ଧା ତରଙ୍ଗିଣୀ ସୁଶୀଳ ଜଳ ପ୍ରାୟ ମଣି ମନ ବାରଣ ତୃଷ୍ଣା କାଳେ ପ୍ରବେଶ ହୋଇ ଶୀତ ଜଳେ ନପୁଣ ସ୍ମରେ ଦାବାନଳ ତୋର ପ୍ରସନ୍ନେ ଆଦି ମୂଳ। ଦକ୍ଷ ପତ୍ନୁବାଚ ଭୋନାଥ ତୋର ଆଗମନ ଆନନ୍ଦ କଲା ଆମ୍ଭ ମନ ଲକ୍ଷ୍ମୀକାନ୍ତ ସୁଧାନିଧି ସକଳ ସମ୍ପଦ ପ୍ରସିଦ୍ଧି ଅଭିନୁଏ ଯେ ଯଜ୍ଞଘର ତୋ ନାମ ବିଶେଷ ସୁନ୍ଦର ଇହ ବା ଦେବା ପଟାନ୍ତର କବନ୍ଧ ପ୍ରାୟ ଛିନ୍ନ ଶିର ଲୋକ ପାଳାଉଚୁ ଆମ୍ଭର ଦୁଷ୍ଟ ଗ୍ରହ ଦୋଷେ ତୋତେ ଦେଖିବୁ କାହିଁ ଦୃଶ୍ୟେ ସତ୍ୟ ପଞ୍ଚଭୂତେ ବସୁ ତୁମାୟା ସ୍ୱରୂପ ପ୍ରକାଶ ଯୋଗେଶ୍ୱରାଉଚୁ ନାଥ ତୋର ଦର୍ଶନେ ଆମ୍ଭେ ଯେ ଦୃଢ଼ କଲୁ ମନେ ସାଙ୍ଗ ମତେ ଯୋଗ ସାଧି ଲଭିବା ପାଇଁ ଅଷ୍ଟନିଧି ପୁଣ ତୋର ମାୟା ବଳେ କେମତେ ଧରିବୁ ନିଶ୍ଚଳେ ନାଥ ଯେବେ କଲୁ ଦୟା ତେବେ ବଞ୍ଚିବୁ ତୋର ମାୟା ଜଗତ ସ୍ଥିତ ଦେହବନ୍ତ ତ୍ରିଗୁଣେ କଲୁ ଆତଜାତ ନିଲପ ଗୁଣେ ସର୍ବବ୍ୟାପୀ ତୁ ନାଥ ନିରଞ୍ଜନ ରୂପୀ ବ୍ରହ୍ମବାଚ ସତଗୁଣକୁ ଅବଲମ୍ବୀ ଧର୍ମାଦି କରୁଛ ସମ୍ପାଦି ନିର୍ଗୁଣ ଅଟ ଯେ ଆପଣ ତୁମ୍ଭକୁ କରୁଛି ପ୍ରଣାମ ଅଗ୍ନିରୁବାଚ ଯାହାର ତେଜ ବଳେ ମୁହିଁ ଅନଳ ରୂପେ ଯଜ୍ଞ ରହି କୃତ ଆହୁତି ପଞ୍ଚବିଧେ ମନ୍ତ୍ର ନିବେଦିତ ସମିଧେ ତୁ ଯଜ୍ଞ ରୂପୀ ଦାମୋଦର ନିରତେ ମୋର ନମସ୍କାର ଦେବାଉଚୁ ଏ ତୁ ନାଥ ପୂର୍ବ ପାପରି ପ୍ରଳୟେ ମୀନ ରୂପ ଧରି ସର୍ବସଂହାରୀ ବିଶ୍ୱରୂପେ ଶୟନ ନାଗମୟ କଳ୍ପେ ଆମ୍ଭେ ଯେ ତୋର ନିଜ ଭୃତ୍ୟ ଏକଥା ଜଗତେ ବିଖ୍ୟାତ ଆମ୍ଭକୁ ସଙ୍କଟ ପଡ଼ିଲେ ତୁ ନାଥ ରକ୍ଷା କରୁ ଭଲେ ଗନ୍ଧର୍ବାଉଚୁ ମରିଚି ଆଦି ପ୍ରଜାପତି ବ୍ରହ୍ମା ଇନ୍ଦ୍ରାଦି ତୋର ସ୍ଥିତି ବ୍ରହ୍ମାଣ୍ଡ କ୍ରୀଡ଼ା ଭାଣ୍ଡ ତୋର ହେ ପ୍ରଭୁ ତୋତେ ନମସ୍କାର ବିଦ୍ୟାଧରଉଚୁ ବର ମାୟା ବଳେ ପ୍ରାଣୀ ମମତା ଇଡ଼ି ପରିମାଣୀ ପଥିଗାମୀ ଇନ୍ଦ୍ରିଗଣେ ଏ ନିତ୍ୟ ଭଜେ କର ଶଣେ ଏଣେ ଲାଳସେ ଆତ୍ମା ଦେହ ତୋ ଭାବେ କେବେ ନ ରହେ କଥା ଅମୃତ ନ ସେବେ ଏଣୁ ପଡ଼ଇ ଭବାର ନବେ ବ୍ରାହ୍ମଣାଉଚୁ ନାଥ ଯଜ୍ଞ ଅଗ୍ନି ସୋମ ତୁ ନିତ୍ୟାଚାର ବିଧି କର୍ମ ସମିଧ ପାତ୍ର ତୁ ଋତିଜ ଯଜ୍ଞାଦି ଯଜମାନ ଦ୍ୱିଜ ସ୍ୱାହା ସ୍ୱଧା ଯଜ୍ଞ ପଶୁ ତୁ ଯଜ୍ଞ ପୁରୁଷ ପ୍ରକାଶୁ ଦନ୍ତେ ଉଧରୁ ଏ ଧରଣୀ ସଂଗ୍ରାମେ ହିରଣ୍ୟାକ୍ଷ ଜିଣି ଧରଣୀ ସ୍ଥାପି ମହାଜଳେ ଯେଣୁ ଏ ରହିଲା ନିଶ୍ଚଳେ ଏହା ଉପରେ ଲୋକ ସ୍ୱର୍ଗ ଏଣୁ ତ ରୂପ ଉପବର୍ଗ ସକଳ କର୍ମ ସାକ୍ଷୀ ତୁଇ ଭୋନାଥ ରଖ ଭାବଗ୍ରାହୀ ଯାହାର ନାମ ଉଚ୍ଚାରଣ କର ଏ ବିଘ୍ନ କର ଶଣ ମୈତ୍ରବାଚ ମତେ ଦେବଗଣ ସ୍ତୁତି ଶୁଣି ସନ୍ତୋଷ ଯଜ୍ଞପତି ଦକ୍ଷକୁ ଚାହିଁ ଚକ୍ରପାଣି ମେଘ ଗମ୍ଭୀର ମଞ୍ଜୁବାଣୀ ଭଗବାନ ବାଚ ମୁଁ ବ୍ରହ୍ମାହର ରୂପ ଧରି ଏ ବିଶ୍ୱ ସୃଷ୍ଟି ପାଳି ହରି ଏଣୁ ମୋହର ତିନି ଗୁଣ ସଂସାର ପରମ କାରଣ ନିର୍ଲପ ନିରଞ୍ଜନ ମୋହି ସକଳ ଭୂତେ ମୋ ବସଇ ଯାହାକୁ ଯେବା ଶିକ୍ଷା ଦେଇ ପ୍ରାଣୀ ଛାଡ଼ିବ ତାହା କାହିଁ ସକଳ ଧର୍ମ ମୋ ଗୋଚର ଅଜ୍ଞାନ ଜନେ ମୋହି ଦୂର ଦେଖ ଏ ଦେହ ମଧ୍ୟ ଗତେ ଶିର ଚରଣ କର ଯେତେ ଏହାକୁ ଭିନ୍ନ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ ଯାହାର ନିର୍ମଳ ବିବେକ ବାହ୍ୟ ଅନ୍ତରେ ଦେଖେ କମ୍ ଦୂରେ ରହି ଆତ୍ମାଭ୍ରାନ୍ତି ସେ ପ୍ରାଣୀ ଲଭେ ଆତ୍ମା ଶାନ୍ତି ମୈତ୍ରବାଚ କଥା ବିଷ୍ଣୁ ମୁଖୁ ଶୁଣି ଅମୃତ ପ୍ରାୟ ମଞ୍ଜୁବାଣୀ ହରିଙ୍କୁ ଯଜ୍ଞେ ପୂଜା କଲା ଯେଣୁ ତାହାର ଭାଗ୍ୟ ଥିଲା ଋଷି ଦେବତା ପୂଜା କରି ରୁଦ୍ରଙ୍କୁ ରୁଦ୍ର ଭାବେ ବରି ଯଜ୍ଞର ଶେଷ ଭାଗ ଦେଲା ସେ ଅବଭୃତେ ସ୍ନାନ କଲା ଦକ୍ଷ ରହିଲା ଯଜ୍ଞ ଘରେ ତେବେ ଚଳିଲେ ନିଜ ପୁରେ ଉପବାଚ ଏବେ ଶୁଣ କୁରୁବୀର ସତୀ ଯେ ଛାଡ଼ିଲା ଶରୀର ପୁଣି ହିମବନ୍ତ ଘରେ ଜନ୍ମିଲା ମେନକା ଉଦରେ ପୁଣି ସେ ରୁଦ୍ରଙ୍କୁ ବରିଲା ଅମ୍ବିକା ହିମଗିରି ବଳା ମତେ ରୁଦ୍ରର ଚରିତ ଯେମତେ ଦକ୍ଷ ଯଜ୍ଞ ହତ ଉଦ୍ଧବ ମୁଖୁ ମୁହିଁ ଶୁଣି ତତେ କହିଲି ପରିମାଣୀ ଏଣୁ ଏ ବିଷ୍ଣୁର ଚରିତ ଭକ୍ତ ତାରଣ ଭାଗବତ କହି ଦାସ ଜଗନ୍ନାଥ ଭକ୍ତ ଜନକର ସହିତ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାମି ସହିତେ 82 ଚତୁର୍ଥ ସ୍କନ୍ଧେ ଯଜ୍ଞ ପୁରୁଷ ପ୍ରସନ୍ନେ ନାମ ସପ୍ତମ ଅଧ୍ୟାୟ। बोला नंदी कुमार हरि हरि बोल।